ଯେତେବେଳେ ଆମେ ଭାବି ନିଅନ୍ତି ଏଇ ଲୋକ ମୋର ଦୁଃଖ ଦୂର କରିଦେବ, ସେଇଠି ଆମେ ଧୋକା ଖାଇଯାଆନ୍ତି। ମୁଁ ସବୁବେଳେ କହିଛି ଆଉ କହୁଛି, ନିଜ କର୍ମ ଆଉ ପ୍ରଭୁ ଶ୍ରୀରାମଙ୍କ ଉପରେ ଭରସାର ବିଶ୍ୱାସ ରଖିଲେ ନିଶ୍ଚିତ ରୂପେ ଆମ ଦୁଃଖ ଦୂର ହୋଇଯିବ। ଆଉ ଯଦି କୌଣସି ଲୋକ କହେ ଯେ ମୁଁ ତୋର ଦୁଃଖ ଦୂର କରିଦେବି, ମୋ ହିସାବରେ ସେ ଲୋକ ଭଲ ନୁହେଁ। କିଛି ମନ୍ଦ ଉଦ୍ଦେଶ୍ୟ ଅଛି ତାର ମୋ ପ୍ରତି। ନହେଲେ କାହିଁକି କହିଲା ମୁଁ ନିଶ୍ଚିତ ରୂପେ ତ ଦୁଃଖ ଦୂର କରିଦେବି? କାହିଁକି କହୁଛି? ମୁଁ ଏ କଥା କାହିଁକି କହୁଛି? ଆସନ୍ତୁ ଜାଣିବା ସେ କାହାଣୀ। ଗୋଟେ ଗାଁରେ ଗୋଟେ ନିପଟ ଗରିବ ଲୋକଟେ ଥିଲା। ତାର ଅନେକ ଗୁଡ଼ିଏ ସ୍ୱପ୍ନ ଥିଲା। ବହୁତ କିଛି କରିବି ଆଶା ଆଉ ଆକାଂକ୍ଷା ନେଇ ଚାଲିଥିଲା। ବହୁତ କିଛି କରୁଥିଲା, ଯେତିକି ପାରୁଥିଲା କରୁଥିଲା। ହଠାତ୍ ଗୋଟେ ଲୋକ, ପଇସାବାଲାର ଲୋକ ତା ସାଙ୍ଗ ହେଲା, ତା ସାଥିରେ ମିଶିଲା, ଅତି ଘନିଷ୍ଠ ବି ହେଇଗଲା। ସେଇଠୁ ସେ ଯେ ପଇସାବାଲା ଲୋକ ସେ ଗରିବ ଲୋକକୁ କହିଲା ଯେ ତୁ କରୁଛୁ ଠିକ୍ କରୁଛୁ, ଆଉ କିଛି କର। ଆଉ ମୋ ପାଖରୁ କିଛି ପଇସା ନାହିଁ, କିଛି କର, ଆଗକୁ ବଢ଼। ଗରିବ ଲୋକଟା ଭାରି ଖୁସି ହେଲା, ଆଉ ପଇସା ବି ତା ପାଖରୁ ଆଣିଲା। ତାର କାମ ଯାହା କରୁଥିଲା ପୁଣି ଟିକେ ବଢ଼େଇ କହିଲା ପରେ ଠିକ୍ ଠାକ୍ ଚାଲିଲା। ଏମିତି 6 ମାସ ବର୍ଷେ ଚାଲିଲା। 6 ମାସ ବର୍ଷେ ପରେ ସେ ଲୋକଟା, ଗରିବ ଲୋକଟା ଆଉ ଟିକେ ବଡ଼ କାମ କରିବାକୁ ଲାଗିଲା। ଯେତେବେଳେ ବଡ଼ କାମ କଲା ଆଉ କରିଲା ବି, ପୁଣି ସେ ପଇସାବାଲାର ଲୋକ ପାଖରୁ ପରାମର୍ଶ ଲୋଡ଼ିଲା, ପରାମର୍ଶ ନେଲା। ଆଉ ସେ ପଇସାବାଲା ଲୋକ ବି କିଛି ତାକୁ ପଇସା ସାହାଯ୍ୟ କଲା। ଏମିତି ପୁଣି ବର୍ଷେ 2 ବର୍ଷ ବିତିଗଲା। ସେଇଠୁ ସେ ପଇସାବାଲା ଲୋକର ଗୋଟେ ଅଲଗା ପ୍ରକାର ଫିଲିଙ୍ଗସ୍ ହେଲା। ଚକ୍ଷୁଶୂଳ ଯାହାକୁ କହନ୍ତି ହେଲା, ଯେ ସେ ତ ପଇସାବାଲା ବି ବନିଗଲାଣି, ବଢ଼ିଗଲାଣି। ତା ବିରୋଧରେ ଗଲା। ମନ୍ଦ ଉଦ୍ଦେଶ୍ୟ ନେଇ ମୂଳରୁ ଆସିଛି। ସେ ପଇସାବାଲା ଲୋକ ଏ ଗରିବ ଲୋକ ଜୀବନରେ ମନ୍ଦ ଉଦ୍ଦେଶ୍ୟ ନେଇ ମୂଳରୁ ଆସିଛି। ତ ଯେତେବେଳେ ଏ ଗରିବ ଲୋକ ଟିକେ ବଢ଼ିବାକୁ ଲାଗିଲା, ସେ ପଇସାବାଲା ଲୋକର ଚକ୍ଷୁଶୂଳ ହେଲା ଯେ ଇଏ ତ ବଢ଼ିଗଲାଣି, ଏ ଆଉ ମୋତେ ପଚାରିବନି। ଏମିତି ମନୋଭାବ ନେଇ ସେ ଗରିବ ଲୋକର କ୍ଷତି କରିବାକୁ ଲାଗିଲା। ଆଉ ପଇସାବାଲା ଲୋକ ତ କିଛି ବି କରିଦେଇପାରେ, ଆପଣ ଜାଣିଥିବେ। ଆଉ ଏମିତି କ୍ଷତି କଲା ସେ ଯେଉଁ ଗରିବ ଲୋକ।